ଶୋଇବା ପୂର୍ବରୁ ଏହି 6ଟି କାମ କରନ୍ତୁ, ଭାଗ୍ୟ ବଦଳିଯିବ। ଦିନ ସାରାରେ କିଛି ଭୁଲ କରିଥିଲେ ଭଗବାନଙ୍କୁ କ୍ଷମା ମାଗି ନିଅନ୍ତୁ। ଦିନ ସାରାରେ ଘଟିଥିବା ଭଲ ମୁହୂର୍ତ୍ତ ପାଇଁ ଭଗବାନଙ୍କୁ ଧନ୍ୟବାଦ ଜଣାନ୍ତୁ। ଜୀବନରେ କେଉଁ ଜିନିଷ ପାଇବାକୁ ଚାହୁଁଛନ୍ତି ସେ ବିଷୟରେ ଭାବନ୍ତୁ। ଗୁରୁ ମନ୍ତ୍ର ବା ନାମ ଜପ କରନ୍ତୁ। ବାମ କଡ଼ ମାଡ଼ି ଶୁଅନ୍ତୁ। ଶୋଇବା ପୂର୍ବରୁ ଗୋଡ଼ ହାତ ଧୋଇ ସେଜକୁ ସଫା କରି ଶୁଅନ୍ତୁ। ଆମ ରାଜ୍ୟର କିଛି ପ୍ରମୁଖ ମନ୍ଦିର ଓ ନିର୍ମାତାଙ୍କ ନାମ ଆସନ୍ତୁ ଜାଣିବା। ଜଗନ୍ନାଥ ମନ୍ଦିର, ଚୋଡ଼ଗଙ୍ଗ ଦେବ ଓ ତୃତୀୟ ଅନଙ୍ଗ ଭୀମ ଦେବ। କୋଣାର୍କ ମନ୍ଦିର, ଲାଙ୍ଗୁଳା ନରସିଂହ ଦେବ। ଲିଙ୍ଗରାଜ ମନ୍ଦିର, ଯଜାତି କେଶରୀ ଦେବ। ଧବଳେଶ୍ୱର ମନ୍ଦିର, ପ୍ରତାପରୁଦ୍ର ଦେବ। ବିମଳା ମନ୍ଦିର, ଚୋଡ଼ଗଙ୍ଗ ଦେବ। ସ୍ୱପ୍ନେଶ୍ୱର ମନ୍ଦିର, ରାହକେଶରୀ ଦେବ। ସାରଳା ମନ୍ଦିର, ବରାହକେଶରୀ। ମଙ୍ଗଳା ମନ୍ଦିର, ବରାହକେଶରୀ। ଧଉଳି ଶାନ୍ତି ସ୍ତୂପ, ସମ୍ରାଟ ଅଶୋକ। ଜୀବନରେ ସବୁବେଳେ ଏହି କଥାଗୁଡ଼ିକ ମନେ ରଖିବ। ପ୍ରେମ ହେଉ କି ଟଙ୍କା, କେବେ ବି କାହାକୁ ଭିକ୍ଷା ମାଗିବ ନାହିଁ। କମ୍ ରୋଜଗାର କରୁଥିଲେ ମଧ୍ୟ ସତର୍କତାର ସହ ଖର୍ଚ୍ଚ କରନ୍ତୁ, କିନ୍ତୁ କାହା ଉପରେ ନିର୍ଭର କରନ୍ତୁ ନାହିଁ। କାହାକୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ, କାରଣ ଏହି ଦୁନିଆରେ ଠକମାନଙ୍କର ରାଜ ଚାଲିଛି। ଯେତେବେଳେ ତୁମେ ଜୀବନରେ କିଛି ବଡ଼ ପାଇବ, ଛୋଟ ଛୋଟ କଥାକୁ ଭୁଲିଯିବ ନାହିଁ, କାରଣ ଯେଉଁଠାରେ ଛୁଞ୍ଚି ଆବଶ୍ୟକ ସେଠାରେ ଖଣ୍ଡା କାମ କରେ ନାହିଁ। ଜିଭ ଯେପରି 32ଟି ଦାନ୍ତ ମଧ୍ୟରେ ରହିଥାଏ, ସେହିପରି ଲୋକଙ୍କ ମଧ୍ୟରେ ରୁହ। ଏହାର ଅର୍ଥ ହେଉଛି ସମସ୍ତଙ୍କ ସହିତ ସମ୍ପର୍କରେ ରହିବା, କିନ୍ତୁ କାହା ପାଖରେ ବିପଦ ନ ହେବା। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ସାଙ୍ଗମାନେ, ଟଙ୍କା ରୋଜଗାର କରିବା ପାଇଁ ଆମେ ନିଜର ସମୟ ଓ ଶକ୍ତି ଖର୍ଚ୍ଚ କରୁ, ଆଉ ନିଜର ଆରାମ ଓ ସୁଖ ବି ତ୍ୟାଗ କରୁ। ତେଣୁ କଷ୍ଟ କରି ରୋଜଗାର କରିଥିବା ଟଙ୍କାକୁ ଆମେ ଏମିତି କାମରେ ଖର୍ଚ୍ଚ କରିବା ଉଚିତ, ଯେଉଁ କାମରୁ ପ୍ରକୃତରେ ଆମକୁ ଆରାମ ଓ ସୁଖ ଶାନ୍ତି ମିଳିପାରିବ। ଆଉ ମନେ ରଖନ୍ତୁ, ଲୋକ ଦେଖାଣିଆ ଭାବେ ଟଙ୍କା ଖର୍ଚ୍ଚ କଲେ କେବଳ ଅଭାବ ଆଉ ଅସୁବିଧା ଛଡ଼ା ଆଉ କିଛି ମିଳିବନି। ଆଉ ଆପଣଙ୍କ ବିପଦ ସମୟରେ କେହି ବି ଆପଣଙ୍କ ପାଖରେ ଛିଡ଼ା ହେବେ ନାହିଁ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ସାଙ୍ଗମାନେ, ଯଦି କେହି ତୁମକୁ ଗୁରୁତ୍ୱ ଦେବା ବନ୍ଦ କରିଦିଏ, ତେବେ ତୁମେ ଅଭିଯୋଗ କରିବା ମଧ୍ୟ ବନ୍ଦ କରିଦେବା ଉଚିତ, କାରଣ ଭିକ୍ଷା ମାଗିଲେ ତୁମେ କେବଳ ଭିକ ପାଇବ, ଗୁରୁତ୍ୱ ଏବଂ ପ୍ରେମ ନୁହେଁ। ତେଣୁ ଭିକ୍ଷା ମାଗି କାହାଠାରୁ ଗୁରୁତ୍ୱ ଏବଂ ପ୍ରେମ ପାଇବା ପାଇଁ କେବେ ବି ବୃଥା ପ୍ରୟାସ କରନ୍ତୁ ନାହିଁ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ।